ସକାଳର ବ୍ରେକଫାଷ୍ଟ ବନାଇବା ପାଇଁ ଆପଣ ସବୁବେଳେ ଭାବୁଛନ୍ତି କେଉଁଟା ବନେଇବି କ'ଣ ବନେଇବି ଏବଂ ଯେଉଁଟା ବି ଜଲ୍ଦି ହେଇପାରିବ। ତାହେଲେ ଆଜି ମୁଁ ସେୟାର କରୁଛି ଇନଷ୍ଟାଣ୍ଟ 10 ମିନିଟ୍ସ ଦୋସା। ସେଥିପାଇଁ ମୁଁ ବେସନ, ଚାଉଳ ଚୁନା, ତାପରେ ଟିକେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ସବୁ ମିଶାଇ ଦେଇଛି। ସବୁ ମିଶାଇଲା ପରେ ଏଠି ମୁଁ ପାଣି ପକାଇକି ଆସ୍ତେ ଆସ୍ତେ ଗୋଳେଇ ଦେବେ, ଯେମିତି ବ୍ୟାଟର ଟାଇପ୍ର କନସିଷ୍ଟେନ୍ସି ହେବ। ଦୋସା ଆମେ ବନେଇଲା ବେଳେ ଯେମିତି ଦୋସାର କନସିଷ୍ଟେନ୍ସି ଯେଉଁ ଟାଇପ୍ର ରୁହେ ସେଇ ଟାଇପ୍ର ପାଣି ଟିକେ ଟିକେ ପକାଇକି ଠିକ୍ସେ ବନେଇ ଦେଇଛି। ମୁଁ ଏଠି ଆପଣଙ୍କୁ କନସିଷ୍ଟେନ୍ସି ବି ଦେଖାଉଛି, କେଉଁ ଟାଇପ୍ର କନସିଷ୍ଟେନ୍ସି ଆପଣ ରଖିବା ଦରକାର ସେଇ ଟାଇପ୍ର ହିଁ ରଖିବେ ଦୋସାଟା ଯେମିତି ବନିବ। ମୁଁ ଏଠି ଚାଉଳ ଚୁନା ନେଇଛି, ଯେଉଁଟାକି ଦୋସାଟା ବେସନରେ ଆମେ ଦୋସା ବନାଉଛେ ତ ଦୋସାଟା ଟିକେ କ୍ରିସ୍ପି ହେବ, ସେଥିପାଇଁ ମୁଁ ଚାଉଳ ଚୁନା ବି ଏଠି ଆଡ଼୍ କରିଛି। ଦେଖନ୍ତୁ ଏଇ ଟାଇପ୍ର ହିଁ କନସିଷ୍ଟେନ୍ସି ଆପଣ ପ୍ରିପେୟାର କରିବେ। ତାପରେ ମୁଁ ଏଇଠି କିଛି ଟମାଟୋ, ଗାଜର, କଞ୍ଚା ଲଙ୍କା, ପିଆଜ ଆଉ ଧନିଆ ପତ୍ର ସବୁକୁ ମୁଁ ଗୋଟେ ଚପର ସାହାଯ୍ୟରେ ଛୋଟ ଛୋଟ କରିକି ଚପ୍ କରିଦେଇଛି, କାଟି ଦେଇଛି। ଆଉ ଆପଣ ଏଇ ଦୋସାଟିକୁ ଯଦି ଚାହିଁବେ ଆହୁରି ବି ଅନ୍ୟ ପରିବା ଯେପରିକି ବିଟ୍, ଅଲଗା ଟାଇପ୍ର ବି ଭେଜିଟେବଲ୍ ଆପଣ ଆଡ଼୍ କରିପାରିବେ, ଲେକିନ୍ ମୁଁ ଏତିକି ମୋ ପାଖରେ ଥିଲା ତ ମୁଁ ଏତିକି ଆଡ଼୍ କରିଛି। ଭଲ ଭାବରେ ଚପ୍ କରିସାରିଲା ପରେ ଛୋଟ ଛୋଟ କରିକି ଦୋସା ବନେଇକି ଦୋସା ଉପରେ ଆକୁ ପକାଇବେ। ଦେଖନ୍ତୁ ଏଇ ଦୋସାଟି ବହୁତ ହେଲ୍ଦି ବନିବ ଏବଂ 10 ମିନିଟ୍ସ ଭିତରେ ଆପଣ ବନେଇ ପାରିବେ। ଆପଣ ଯଦି ଅଫିସ୍ ଯିବାକୁ ଚାହୁଁଛନ୍ତି କି ଆପଣଙ୍କ ହଜବେଣ୍ଡକୁ ଅଫିସ୍ ଯିବା ପାଇଁ ଲେଟ୍ ହେଇଯାଉଛି, ଆପଣ 10 ମିନିଟ୍ ଭିତରେ କ'ଣ ବନେଇବେ ଭାବୁଛନ୍ତି, ତାହେଲେ ଏହି ଟିଫିନ୍ଟି ବହୁତ ହେଲ୍ଦି ଆଉ ବହୁତ କମ୍ ଟାଇମ୍ରେ ବି ବନିଯିବ। ଦେଖନ୍ତୁ ମୁଁ ଏଇଠି କେମିତି ଛୋଟ ଛୋଟ ଚୁନ ଚୁନ କରିକା ଚପ୍ କରିଦେଇଛି। ତାପରେ ଗୋଟେ ତାୱା ନେବା, ତାୱାକୁ ଟିକେ ହିଟ୍ କରିଦେଇକି ଆମେ ଦୋସା ଯେମିତି ବନାଉଛେ ସେଇ ଟାଇପ୍ରେ ପାଣି ଟିକେ ଛିଞ୍ଚିଦେବା। ପାଣି ଛିଞ୍ଚିଲା ପରେ ଦୋସା ବ୍ୟାଟର୍ ନେଇକି ଆମେ ତାକୁ ଭଲ ଭାବରେ ଯେପରି ଦୋସା ବନାଉଛେ ପତଳା ପତଳା କରିକି ସେମିତି ଭଲ ଭାବେ ଦୋସା ବନାଇଦେବା। ବନାଇଲା ପରେ ଦୋସା ଟିକେ କିଛି ସମୟ ଯେମିତି ହେଇସାରେ ତା ଉପରେ ଟିକେ ଅଏଲ୍ ଆଡ଼୍ କରିକି ଯେଉଁ ଛୋଟ ଛୋଟ କରିକି ଆମେ ଯେଉଁ କାଟିଛେ ଭେଜିଟେବଲ୍ସ ସେସବୁ ତା ଉପରେ ଆଡ଼୍ କରିଦେବା। ମୁଁ ଏଠି ସେସବୁ ଆଡ଼୍ କରିଦେଇଛି। ଟିକେ ହେଲା ପରେ ଟିକେ ଅଏଲ୍ ଦେଇକି ଆପଣ ଆଡ଼୍ କରିଦେବେ। ଆଡ଼୍ କଲା ପରେ ବେସନଟା ଯେମିତି ଟିକେ କୁକ୍ ହେଲା ପାଇଁ ଜଗିବେ। ମୁଁ ଏଠି ବେସନ ସବୁ ଆଡ଼୍ କରିଛି, ଆପଣ ଦେଖନ୍ତୁ। ତାପରେ ମୁଁ ସବୁ ଯାହା ବି କାଟିଥିଲି ଗାଜର, ପିଆଜ, ଧନିଆ ପତ୍ର ଆଉ କଞ୍ଚା ଲଙ୍କା, ଟମାଟୋ ସବୁ ମୁଁ ଏଠି ଚୁନ ଚୁନା କରି ପକାଇକି ଆଡ଼୍ କରିଛି। ଏବେ ଦେଖନ୍ତୁ ଆମର ଦୋସାଟା ବି ହେଇଗଲାଣି, ମୁଁ ଏବେ ଚେକ୍ କରୁଛି ହେଇ ବି ଗଲାଣି। ତ ଆମେ ଏବେ ଗୋଟେ ପ୍ଲେଟ୍କୁ ତାକୁ ଭଲ ଭାବରେ ବାହାର କରିଦେବା। ଆପଣ ସବୁବେଳେ ପ୍ରିଫେର୍ କରିବେ ଏଇ ଟାଇପ୍ର ଦୋସା କରିବା ପାଇଁ ନନ୍ଷ୍ଟିକ୍ ତାୱା ହିଁ ନେବା ପାଇଁ, ତାଦ୍ୱାରା ଯାହାକି ଦୋସାଟା ଭଲ ଭାବେ ବାହାରିପାରେ ନନ୍ଷ୍ଟିକ୍ ତାୱାରେ।